କେବଳ ତମ ପାଇଁ ମୁଁ ଏସବୁ କରିପାରିବି। ହବ ହବ ଏଇନା ନୂଆ ନୂଆ ହଉଛି ଆଉ କିଛି ଦିନ ପରେ ପୁରା ବହୁତ ହେଇଯିବ। ତମେ କେତେ ଭଲ ଏ ମତେ ଟିକେ ଧରୁନ ମୋ ପାଖରେ କୋଉ ଇଞ୍ଜେକ୍ସନ ଅଛି ନା ମୁଁ କୋଉ ଡାକ୍ତର ତମକୁ ଧରିବି କୋଉଠି ଧରିବି? ছোড়া সিয়ারে মতে পঠেই দেগি মঝিরকু কুঁধেই দিনা দৌড়িছু। আরে ছোড়া যাই দেখে তো কৌ ডাক্তার বুলা ষণ্ড ଦେଖିଲା ବେଳକୁ ମହାଜଙ୍କର ଷଣ୍ଢ ଚାରି ଚାରିଟା ଶୋଇଛନ୍ତି। ହଇରେ ଶଳା ନୁଗୁଡା ମାଇ ଛେଳି ଶଳା ମୋ ଘରକୁ ଆରେ ଶଳା ମୋ ଘରୁ ମାରେ ତୁ ଶଳା ମୋ ଝିକୁ ଯାହା ଟିସନ କଲୁ କଲୁ ଶେଷରେ ଶଳା ଶେଷର ମାରି 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 ମା କରିଦେଲୁ। ଜମା ଚିନ୍ତା କରନ୍ତୁନି ଆଜ୍ଞା, ତମ ଝିଅ ମା ହେଲେ ମୁଁ ହେବେ ଛୁଆର ବା ଆଉ ତମେ ହବ ତା ଅଜା। ଖାଲି ତ କଳରେ ଧରି ଝୁଲେଇ বরং সময় সুবিধা দেখি সুযোগ ତମର ବୁଝିବାର ସମୟ ଆସିଯାଇଛି ଗୋଟେ କାମ କରିବାକୁ ପଡିବ। ତମେ ଯାହା କହିବ ମୁଁ ତମର ସବୁ କାମ କରିବି, କିନ୍ତୁ ମୋର ଟଙ୍କା ଦରକାର ଟଙ୍କା। ତମର ସେ ସାବତ ନାଟା କଣ କରିଲ? ବିନୟ। ସେଇଟା ମୋର ଗୋଟେ କଣ୍ଟା ହେଇଯାଏ। ସେଇ କଣ୍ଟାକୁ ରାସ୍ତାରୁ ସଫା କରିବାକୁ ପଡିବ। ମାନେ এইটা ওড়িশাটি তুমি মদিপুর গাঁর সে ধর্মা পটনায়ক জানিছ? হ্যাঁ, সে আমার ফ্যাক্টরিতে লেবার ভাবে কাম করছে। এইটা ওড়িশাটি সুযোগটা ঠিক সেইটি। শোণ স্বপ্ন, আসন্তাকালি তুমি তোমার সাবত পুଅ সহিত ସେ ଧରମା ପଟ୍ଟନାୟକର ଝିଆରୀ ମାନି ପାଇଁ ବାହାଘର ପ୍ରସ୍ତାବ ପାଇଁ ନବ। ଆଉ ତାପରେ ଯାହା ଘଟଣା ଘଟିବ ସେ ଦାୟିତ୍ୱଟା ହଉଛି ମୋର। ବୁଝିଲ ସ୍ୱପ୍ନ, ତମେ ନା ନିହାତି ଗୋଟେ ଭୁଲ ବକ୍ତା। ମୋ ବାହାଘର କଥା ଚିନ୍ତା କରୁ ତମେ ତମ ବାହାଘର କଥା ଭାବି ନଉଛ। ଶୁଣ, ଆଉ ଯଦି ଏବେ ତମେ ମତେ ମ୍ୟାରେଜ କର, ତମର ସେ ଅନ୍ଧ ସ୍ୱାମୀଟା ତମ ନାଁରେ ତାର ଫ୍ୟାକ୍ଟ୍ରି ଗାଡି ଘୋଡା ଏପରିକି ତାର ସବୁ ଧନ ସମ୍ପତ୍ତି ତମ ନାଁରେ ୱେଟ୍ କରି ଦବ ତ। ମୁଁ ପୁରାପୁରି ବୁଝିଗଲି।
ପ୍ରାଇଭେଟ ସମୟରେ ଆସି ଉପସ୍ଥିତ ହେଇଥାଏ ହେଲେ ଏଠି କାହିଁକି ଆସିଛୁ? ବୁଲି ବୁଲି ଆସି ଠିକ ଜାଗାରେ ପହଞ୍ଚିଲା ମନେ ରଖ କଂସ ତମେ ତମ ଫାଇଦା ହାସଲ କରିବା ପାଇଁ ଯୋଉ ପ୍ଲାନ ପ୍ରୋଗ୍ରାମ ଚଳେଇଛ ତାକୁ ନଷ୍ଟ କରିବା ପାଇଁ ଗୋପରେ ବଢୁଛି अबे ए गंगा भीतर तो पकड़ के काली अरे तुमके तू आकाशरे रहिला हेले कोंगळा भीतर को आसिला केनी ए यार तो हां अरे देख ए मु कहूनी खबर कागज कहूनी ନିଜର ଫାଇଦା ହାସଲ କରିବା ପାଇଁ କିଏ କାହାକୁ ବିବାହର ପ୍ରଲୋଭନ ଦେଖାଉଛି କିଏ ନାଗ ଫାଶରେ ପଡ଼ି ନିଜ ପରିବାରକୁ ବର୍ବାଦ କରିଦେଉଛି ବିବାହିତା ସ୍ତ୍ରୀ ତା ସ୍ୱାମୀକୁ ଛାଡ଼ି ପର ପୁରୁଷ ସହିତ ରାତି କାଟୁଛି ମା ତା ପୁଅର ସର୍ବସ୍ୱ ହରାଇବା ପାଇଁ ହେଲେ ଏଠି ଏସବୁ କହିବାର କାରଣଟା କ'ଣ ପାଗଳ କୋଉଠି ପାଗଳ ମୁଁ ପାଗଳ ଭୁଲ କହିଲ ସମ୍ପତ୍ତି ଲୋକରେ ତମେ ହଉଛ ଗୋଟେ ବଧ ପାଗଳ ତମ ନିଜର ଫାଇଦା ହାସଲ କରିବା ପାଇଁ ଯୋଉ ପ୍ଲାନ ତିଆରି କରୁଛ ସେଥିରେ ସକ୍ସେସ ହେଇପାରିବ ତ ମୁଁ ବି ଅପେକ୍ଷା କରୁଛି ତମର ସେ ପ୍ଲାନ ପ୍ରୋଗ୍ରାମର ରେଜଲ୍ଟକୁ ଆଉ ଯଦି ତମେ ତମ ପ୍ଲାନ ପ୍ରୋଗ୍ରାମର ରେଜଲ୍ଟରେ ସକ୍ସେସ ହେଇଯାଅ ତେବେ ମୁଁ ତୁମକୁ ଜଣେଇବି କଂଗ୍ରାଚୁଲେସନ ଆସି ମୁଁ ତାକୁ ଦେଖିନି ସ୍ୱପ୍ନା ସ୍ୱପ୍ନା ଘରେ ବସି ରହିଛି ତାହାର ହାତ ଗୋଡ଼ କଟି ଯାଉଛି ତ ଇଏ ଭିକାରୀ ହୋଇ ବଡ଼ ରାଙ୍ଗରେ ଆପଣଙ୍କ ସ୍ୱପ୍ନା ତୁମେ ଆଉ କାହା ସାଙ୍ଗରେ କଥା ହଉଛ କି? अरे बाबा तुम परिचय दवा ପାଇଁ ମୁଁ ପୁରାପୁରି ଭୁଲି ଯାଇଛି ସୁଣା ଏ ହଉଛି ମୋ ପୁରୁଣା ବନ୍ଧୁ ଗୋଟେ ଜାତକର ଓନର ଜୀବନ ଚୌଧୁରୀ ନମସ୍କାର ସାର୍ ନମସ୍କାର କୁଆଡ଼େ ଆସିଥିଲେ? ନାଇଁ ସାର୍ କଥା କହିକି ମୋ ବାନ୍ଧବୀ କଥା ଟିକେ ମନେ ପଡ଼ିଗଲା ତ ତେଣୁ ତାକୁ ଟିକେ କରିବାକୁ ଚାଲି ଆସିଲି ଭଲ କଲେ ବନ୍ଧୁ ସହିତ ବନ୍ଧୁତ୍ୱର ସମ୍ପର୍କ ଯଦି ନ ହୁଏ ତାହେଲେ କ'ଣ ସେ ସମ୍ପର୍କକୁ ସମ୍ପର୍କ ବୋଲି କୁହାଯାଏ? ମୁଁ ଏବେ ଆସୁଛି ସ୍ୱପ୍ନା ଆସୁଛି କ'ଣ ଏ ଡ୍ରଇଂ ରୁମ୍ ଚାଲିଯିବେ ବେଡରୁମ୍ ତ ଯିବେନି ଯିବି ତ ନିଶ୍ଚିନ୍ତ ହେଲେ ଆଜି ନୁହେଁ କାହିଁକି ନା ତେଣେ ମୋର ଅନେକ କାମ ଆଉ କେବେ ଆସିଲେ ମୁଁ ନିଶ୍ଚିନ୍ତ ଯିବି ବାଏ
ତମେ ତାକୁ ଚିହ୍ନିଛ? মানে চিহ্নিছো মানে সে হচ্ছে মোর পুরোনা বন্ধু তার নাম অন্য জীবন চৌধুরী ভারী ভদ্রলোক କେତେବେଳେ ଆସିଲୁ? ଏଇ ସାଙ୍ଗେ ସାଙ୍ଗେ ବାପା। ମା ତମେ ଭୁଲ କରୁଛ। ଯାହାକୁ ଭଦ୍ର ଲୋକ କହୁଛ ସେ ଆଦୌ ଭଲ ଲୋକ ନୁହଁ। ଜଣେ ଭଦ୍ର ଲୋକର ମୁଖା ପିନ୍ଧିଥିବା ଜଣେ ଅଭଦ୍ର ମଣିଷ। ମା ও ঘুমরে জবাব দেবো তুই কেমন আছিস তোর মনে খাই যাচ্ছে তুই হচ্ছে মোর সাপোর্ট মাইরে এই কথা তুই যদি কেবে বি নভুলি କାହିଁକି ତା ସହିତ ପାଟି କରୁଛୁ କହିଲୁ? କୋଟା ଏ ଅଙ୍ଗାରୀକୁ ଯେତେ ଧଇଲେ ସେଥିରୁ କଳା ପାଣି ବହେନା ବିନୁ। କୋଟା ଏ ମୁଣ୍ଡା ଅଙ୍ଗାର କେବେ ସୁନା ମୁଣ୍ଡା ସହିତ ସମାନ ହୁଏନି। ବାପା ଆପଣଙ୍କ ଉପସ୍ଥିତିରେ ଯାହା ସବୁ ଘଟି ଯାଉଛି ମୁଁ ସହ୍ୟ କରିପାରୁନି। ଆରେ ତୋ ମାଆଟା ମରିଗଲା ପରେ ମୁଁ ଆଉ କାହା ପାଇଁ ରାଜି ହେଉନଥିଲି। ଖାଲି ତୋର ପାଇଁ ବାହା ହେଲି ଯେ ଶେଷରେ ବାକି ଦୁଇଟାକୁ ହରାଇ ବାପା তুমি କାନ୍ଦୁଛ ବାପା? ତମେ କାନ୍ଦ ନା। ତମର କିଛି ଅସୁବିଧା ହବନି। ତମ ପୁଅ ବିନୁ ପୁରା ତମ ପାଖରେ ଅଛି। କିଛି ଅସୁବିଧା ହବନି। ଆରେ ବିନୁ ମୁଁ କଣ କହୁଥିଲି କି ତୋ ମା କଥା ତ ତୁ ଜାଣିଛୁ ମୋ ଅବସ୍ଥା ତ ତୁ ଦେଖୁଛୁ। ତୁ ଯଦି ରାଜି ହୁଅନ୍ତୁ ତାହେଲେ ଘରକୁ ଝିଅଟିଏ ଆଣନ୍ତି। ଘରକୁ ଗୋଟାଏ ପରଶୁ ଆଣିବା ପାଇଁ କହୁଛ? ମୁଁ କଣ କହୁଥିଲି କି ମା କଥା ତୁ ଜାଣିଛୁ ବାପା ମୋ ଅବସ୍ଥା ତ ତୁ ଦେଖୁଛୁ। ବାପା ତୁ ଯଦି ରାଜି ହୁଅନ୍ତୁ ବାପା ତାହେଲେ ଘରକୁ ଝିଅଟିଏ ଆଣନ୍ତି। ବାପା ମାଙ୍କର ଏଭଳି ଯୋଉ ହୁକୁମ ଚାଲିଛି ସେ ଝିଅ ଚଳିପାରିବ ତ? ଆରେ ସେ କାରଣ ଦୁଇଟା ପରେ ମୋର ଭାରି ସନ୍ଦେହ ହଉଛି ନା ବିନୁ। ତୁ ଟିକେ ଫାଟିଆରେ ଯାଉଛି। ହଁ ବାପା ହଁ ଆରେ ବିନୁ ବାପା ସେ କାରଣ ଦୁଇଟା ପରେ ଭାରି ସନ୍ଦେହ ହଉଛି ନା ବିନୁ। ତୁ ସବୁବେଳେ ଟିକେ ଫାଟିଆରେ ଯାଉଥିବୁ। ବାପା ବାପା ଚାଲ ରାତି ଅନେକ ହେଲାଣି। ଔଷଧ ଖାଇ ଶୋଇଯିବ। ଚାଲ ଚାଲ তবে কোমল ভাই তবুকু ভুলি এ মানে অন্যের স্ত্রী হব কেমিতি ଦେବି ମୁଁ ମାନିକୁ ଯାଇ ଦେଖା କରିବି। ଏ ମାନି ଆଉ ତାପରେ ନା ତୋ ଦାଦା କହି ମୋ ବାହାଘରଟା ଫାଇନାଲ କରିଦେବି ନା ମାନି। ଏ ବୋଲେ ଭାଇ ଏ ମାନେ ତମକୁ ନେଇ କେତେ ସ୍ୱପ୍ନ ଦେଖୁଥିଲା। ସମୁଦ୍ର ବେଳାଭୂମିରେ ଗୋଟିଏ ସୁନ୍ଦର ବନିଘରଟିଏ ତୋଳିବ ବୋଲି କଥା ଦେଇଥିଲା। ହେଲେ ଆଜି ଆଉ ତାପରେ ନା ତୋତେ ନେଇଯିବି ଗୋଟେ ଅଗଣା ରାଇଜକୁ ଯୋଉଠି କେହି ନଥିବେ। ଆଉ ମୁଁ ଦୁହେଁ ମିଶି କଟେଇବା ଏ ସାରା ଜୀବନ। ଆଉ ପାରୁନି ମନୋଜ ଭାଇ ତମେ କୋଉଠି ଅଛ? ଥରୁଟି ଆସି ତମେ ତମ ମାନିକୁ ଦେଖି ଯାଅ। ତମକୁ ଛାଡ଼ି ଏ ମାନି କେତେ ଅଶାନ୍ତିରେ ଅଛି। ଏ ମାନି ତୁ ମନ ଦୁଃଖ କରୁଛୁ କି? ହେଲେ ମାନି ତୋତେ ଛାଡ଼ି ନା ମୁଁ ଜମାରୁ ଭଲ ରହିପାରୁନ ମାନି। ତୋ କଥା ନା ମୋର ଭାରି ମନେ ପଡୁଛି। ମନୋଜ ଭାଇ ତମେ ଫେରି ଆସିଲା ବେଳକୁ ଏ ମାନି ଆଉ ତମର ହେଇନଥିବ। ସେ ଆଉ ଜଣଙ୍କର ସ୍ତ୍ରୀ ହେଇଯାଇଥିବ। ଆଉ ଏ କଥା ତମେ ଶୁଣିଲା ପରେ ତମେ କେବେ ବି ମନ ଦୁଃଖ କରିବନି। ଏ ମାନି ପାଇଁ ନା ମାନି ତୁ ଦେଖିଲେ ନା ଭାରି ଖୁସି ହେଇଯିବ ନା ମାନି ଭାରି ଖୁସି ହେଇଯିବ। ମନୋଜ ଭାଇ ମୁଁ ତମକୁ ତମ ବେସମେଣ୍ଟଟା ଫେରେଇ ପାରୁନି। କାହିଁକି ନା এই ବେସମେଣ୍ଟ ଭିତରେ ଆମ ଭଲ ପାଇବାର ପବିତ୍ରତା ମତେ ବାନ୍ଧି ଦେଇଛି। ଏ ମାନି ତୁ ମତେ ଠକି ଦବୁନି ତ? ମୁଁ ଗଲା ପର୍ଯ୍ୟନ୍ତ ତୁ ମତେ ଅପେକ୍ଷା କରିଦେବୁ ତ? ମୁଁ ସତ କହୁଛି ଲୋ ମାନି ତୁ ଯଦି ମତେ ଭୁଲି ଯାଇ ଆଉ କାହାର ହେଇଯିବୁ ନା ତୁ ପାଗଳ ହେଇଯିବୁ ଲୋ ମାନି।
ପାଇଁ ନା ଏ ଜୀବନଟାକୁ ବାଜି ଲଗେଇଦେବି ମାନେ ଏ ଜୀବନଟାକୁ ବାଜି ଲଗେଇଦେବି ନା ମାନେ ହଁ ଏ ଜୀବନଟାକୁ ବାଜି ଲଗେଇଦେବି। ମୁଁ ଯଦି ମୋ ମନୋଜ ଭାଇର ନହେଲି ତାହେଲେ ଏ ଦୁନିଆରେ ମୁଁ କାହାର ବି ହେବିନି। ମୁଁ ଆଉ ଜଣଙ୍କ ହାତ ଧରିବା ଆଗରୁ ହଜି ଯାଇଥିଲି ଦୁନିଆରୁ, ଲିଭି ଯାଇଥିଲି ଏ ସଂସାରରୁ। ଆଜି ଆମ ଘରେ ବାହାର ଦେଖୁନି ମୁଁ ଆଜି ଆତ୍ମହତ୍ୟା କରିବି ମୁଁ হ্যালো এ ভৌমণি তুমি মোর সেই ভৌমণিটি সেদিন পর আই নাই পড়ারে তোমার তো রাখি বাঁধি মো ভৌমণি হয়ে যাইছিল আଜି এ নাইকু আত্মহত্যা করিବାକୁ ଆସିଥିଲୁ କାହିଁକି? मुझे किसी पचारनी भाई ମୁଁ କିଛି ବି କହିପାରିବିନି କିଛି ବି କହିପାରିବିନି। ଆରେ ନା ଭଉଣୀ କହ ତୋର କଣ ହେଇଛି? ଘରେ ପରା କହିଥିଲି ଦରକାର ପଡିଲେ ସ୍ୱରୂପ ସାହାଣୀ ତୋ ପାଇଁ ଜୀବନ ଦେଇଦବ। କଣ ହେଇଛି? ନାଇଁ ଭାଇ ମୋତେ କିଛି ପଚାରନି। ଏମାନେ ଆଜି ଏମିତି କୁଦୁଛନ୍ତି ରାସ୍ତାରେ ଠିଆ ହେଇଛନ୍ତି, ନା ସେ କିଛି କହିପାରୁଛି ନା କାହାକୁ କିଛି ଉତ୍ତର मानी मानी कौन भाई କିଛି ନାହିଁ ସେ ନଈକୁ ଡେଇଁ ଆତ୍ମହତ୍ୟା କରିବାକୁ ଯାଉଥିଲା ଆଉ ମୁଁ ତାକୁ ବଞ୍ଚେଇ ଦେଇଛି। କିନ୍ତୁ ଆପଣ ମୁଁ ମାନିର ଭାଇ ସାଗର ହେଲେ ମାନେ ଆତ୍ମହତ୍ୟା କରିବାକୁ ଯାଉଥିଲା କାହିଁକି? ସେ ଅନେକ କଥା ଆଜି ହେଉଛି ମାନିର ବାହାଘର। ସେ ଆଗରୁ ମନୋଜ ବୋଲି ଗୋଟେ ପିଲାକୁ ବହୁତ ଭଲ ପାଉଥିଲା, ହେଲେ ଯାହାର କି ବାପା ମାର ପରିଚୟ ଜନ୍ମଜାତକରେ ନାହିଁ। ବାପ ମା ଜନ୍ମଜାତକର ପରିଚୟ ନାହିଁ ବୋଲି ସେ କଣ ପୃଥିବୀ ପଟେ ଜନ୍ମ ହେଇଛି? ଆଉ ପ୍ରକୃତ ତାର କଣ କି ବାପ ମା ନାହାନ୍ତି? ହଉ ଭାଇ, ତମେ ଯେତେବେଳେ ମୋ ମାନିର ଜୀବନ ବଞ୍ଚେଇଛ ତମେ ମଧ୍ୟ ତାର ଆଉ ଗୋଟେ ଭାଇ। ହେଲେ ଏଠି କଥା ହେବାର ସମୟ ନାହିଁ ଭାଇ, କଥା ହେବାର ସମୟ ନାହିଁ। ତମେ ମୋ ମାନି ପାଇଁ କିଛି ଗୋଟେ ବ୍ୟବସ୍ଥା କର। ବର ଆସି ଗାଁ ମୁଣ୍ଡରେ ପହଞ୍ଚିଲାଣି, ଆଉ କନ୍ୟା ଆସି ନଈ କୂଳରେ ଚେତା ହରାଇ ପଡିଛି, ଆଉ ଗାଁର ଲୋକମାନେ କହୁଛନ୍ତି ମୋ ମାନି କୁଆଡେ ମଙ୍ଗୁଳା କନ୍ୟା। ଠିକ ଅଛି, ଶୁଣ ଏବେ ଏ ବିଷୟରେ ଚିନ୍ତା କରିବାକୁ କିଛି ଲାଭ ନାହିଁ। ମାନି ଯେତେବେଳେ ମଙ୍ଗୁଳା ହୋଇସାରିଛି, ବର ଯେତେବେଳେ ଗାଁ ମଝିରେ ଆସି ପହଞ୍ଚିଲାଣି, ତେବେ ସେ ସେଇଠି ହିଁ ବାହା ହବ। ଚାଲ ଧର ମାନିକୁ। ଠିକ ଅଛି। Yo